ଗୁନ୍ଦୁଳିଆଠାରେ ପାଳନ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ରାଜ୍ୟସାରା ବିକାଶର ସଚେତନତାର ବାର୍ତ୍ତା ବହନ କରୁଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସର୍ବାଧିକ ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରୁଥିବାର ଦେଖିବାକୁ ମିଳିଥିବା ବେଳେ ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଗୁନ୍ଦୁଳିଆଠାରେ ତାର ଝଲକ ଦେଖାଯାଇଥିଲା। ସରପଞ୍ଚ ଧବଳେଶ୍ୱର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କର ବହୁବିଧ ଯୋଜନା ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଟୁଡୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ପଣ୍ଡା, ନୋଡାଲ ଅଫିସର ଗଙ୍ଗାଧର ମିଶ୍ର ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ବଳଦେବ କର୍ମୀ, ନାୟବ ସରପଞ୍ଚ ପ୍ରମିଳା ବେହେରା, ପଞ୍ଚାୟତ ଅଫିସର ଦିବ୍ୟଲୋଚନ ବେହେରା, ଜିଆରଏସ୍ ପଦ୍ମଲୋଚନ ଖମାରୀ, ଏହା ବ୍ୟତୀତ ଏମ୍ବିକେ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ସମସ୍ତ ଯୁବଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ। ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତି କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ବୃନ୍ଦାବନ ପାତ୍ରଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।